ଏଇଠି ଯୋଉ ବି ମେସିନ୍ ଅଛି ଆପଣ ଦେଖିଥିବେ ସବୁଗୁଡାକ ମଡର୍ନ ଇକ୍ୟୁପମେଣ୍ଟସ୍ ଆମେ ରଖିଛୁ ଏଠି। ପାଥୋଲୋଜିରେ ଅଟୋମେଟେଡ୍ ମେସିନ୍ ଗୁଡା ସବୁ ରହୁଛି ଯୋଉଥିରେ କି କମ୍ପ୍ଲିଟ୍ ପାଥୋଲୋଜି ଆମେ ଦେଇପାରୁଛୁ। ସେମ୍ ଡେରେ ରିପୋର୍ଟ ଗୁଡାକ ଯୋଉଟା 24 ଆୱାର୍ସ ବାହାରକୁ ଯିବାକୁ ପଡୁଥିଲା ରିପୋର୍ଟ ପାଇଁ, ଆମେ ସେମ୍ ଡେରେ ରିପୋର୍ଟ ଗୁଡାକ ଆମେ ଦେଇପାରିବୁ। ତା ସହିତ ଅଲ୍ଟ୍ରାସାଉଣ୍ଡ ଆମେ କରିଛୁ, ହାଇ ଏଣ୍ଡ ମେସିନ୍ ଅଛି ଅଲ୍ଟ୍ରାସାଉଣ୍ଡର ଏଇଠି। ଆଉ ସେଇ ଅଲ୍ଟ୍ରାସାଉଣ୍ଡରେ ଆପଣ ଯେତିକି ପ୍ରେଗନେଣ୍ଟ ହେଲା କିମ୍ବା ଆପଣଙ୍କର ଆବ୍ଡୋମେନ୍ କେସେସ୍ ହେଲା, ଯାହା ବି ସ୍ପେଶାଲ କେସେସ୍ ହଉଛି ଆମେ କରିପାରିବୁ। ତା ସହିତ ଇକୋ କାର୍ଡିଓଗ୍ରାଫି, ଏ ଅଞ୍ଚଳରେ ଇକୋ କାର୍ଡିଓଗ୍ରାଫିର ଗୋଟେ ନିହାତି ଭାବେ ଆବଶ୍ୟକତା ଥିଲା। ତା ସଙ୍ଗେ ସଙ୍ଗେ ଏ ଜାଗାଟା ହଉଛି ଗ୍ୟାଷ୍ଟ୍ରୋ କ୍ୟାପିଟାଲ। ବହୁତ ଜଣଙ୍କର ଆପଣ 10 ଜଣରେ ଦେଖିବେ 5 ଜଣ 6 ଜଣଙ୍କର ଗ୍ୟାଷ୍ଟ୍ରିକ୍ ଇସ୍ୟୁଜ ଥାଏ ହେଲା। ତ ସେଇଟା ପାଇଁ ଆମର ଏଠି ଏଣ୍ଡୋସ୍କୋପି ବି ଅଛି। ବାହାରୁ ଡକ୍ଟର ଆସନ୍ତି ଏଠିକି, ସୁପର ସ୍ପେଶାଲିଟି କ୍ଲିନିକ୍ ଆମେ ଆରେଞ୍ଜ କରିଛୁ। ବିଭିନ୍ନ ବଡ ବଡ ହସ୍ପିଟାଲରୁ ଡକ୍ଟର୍ସ ମାନେ ଏଠିକି ଆସିବେ, ସୁପର ସ୍ପେଶାଲିଟି ଡକ୍ଟର୍ସ ଆସିବେ ଆଉ ଲୋକଙ୍କୁ ଏଠି ସେବା ଦେଇପାରିବେ। ଆଉ ସମୟ ସମୟରେ ଆମେ ହେଲ୍ଥ କ୍ୟାମ୍ପ କରୁଛୁ, ଯେମିତିକି ଆଜି ଆମର ଉଦ୍ଘାଟନ ହେଲା 14 ତାରିଖ ଦିନ ଆମେ MGH 7 Hills ସହିତ ମିଳିତ ଆନୁକୂଲ୍ୟରେ ଗୋଟେ ହେଲ୍ଥ କ୍ୟାମ୍ପ ରଖିଛୁ ଗାଁ ମାନଙ୍କ ପାଇଁ, ଯୋଉଟା କି କମ୍ପ୍ଲିଟଲି ଫ୍ରି ଅଫ୍ କଷ୍ଟରେ ଆମେ କିଛି ଟେଷ୍ଟ ବି ଦବୁ ଆଉ ଲୋକଙ୍କୁ କନସଲଟେସନ ବି ଦବୁ, ଯୋଉଥିରେ କି କାର୍ଡିଓଲୋଜି, ନ୍ୟୁରୋଲୋଜି, ଗ୍ୟାଷ୍ଟ୍ରୋ 3ଟା ଡକ୍ଟର ଆସିବେ ଆଉ ମେଡିସିନ ଡକ୍ଟର ମଧ୍ୟ ଆସିବେ। ଆଉ ଲୋକଙ୍କ ଭଲ ପାଇଁ ଆମେ ଏଠି କରିଛୁ। ଆପଣ ମାନଙ୍କର ସବୁ ନିହାତି ଭାବେ ସପୋର୍ଟ ଆମକୁ ବି ଦରକାର। ଗୋଟେ ଗରିବ ଲୋକ ଆସିକି ଏଫୋର୍ଡ କରିପାରିବ କି? ଡାୟଗ୍ନୋଷ୍ଟିକ ସେଣ୍ଟରରେ ଆମେ ଯେହେତୁ ଏଇ ଜାଗାରେ କରିଛୁ ଆମେ ହେଲା, ଆଉ ସେଟଅପରେ ବି ଆମେ କୋଉଠି କମ୍ପ୍ରମାଇଜ କରିନୁ। ପେସେଣ୍ଟ ବସିବାଠୁ ନେଇକି ତାଙ୍କର ଟେଷ୍ଟ ପର୍ଯ୍ୟନ୍ତ ଯାହା ଆମେ କୋଉଠି ବି କମ୍ପ୍ରମାଇଜ କରୁନୁ। ଆଉ ଯୋଉ ଦର କଥା କହିଲେ ହେଲା, ଦରଟା ନିହାତି ଭାବେ ସେମାନଙ୍କୁ ସୁହାଇଲା ଭଳିଆ ଦର ହିଁ ଆମେ କରୁଛୁ ଏଠି। ତାପରେ ଗଭର୍ଣ୍ଣମେଣ୍ଟର ବି ସ୍କିମରେ ବି ଆମେ ଏନପାନେଲ୍ଡ ଅଛୁ, ଯେମିତି ନିରୀକ୍ଷଣ ସିଟ୍ କହୁଛନ୍ତି, ଯୋଉଠି ଆମେ ବାହାରେ ଆପଣ ବ୍ରହ୍ମପୁର ଯଦି ଅଲ୍ଟ୍ରାସାଉଣ୍ଡ କରୁଛନ୍ତି 1000 ଟଙ୍କାରେ ଅଲ୍ଟ୍ରାସାଉଣ୍ଡଟା ହଉଛି, କିନ୍ତୁ ନିରୀକ୍ଷଣ ସ୍କିମ୍ ଯୋଉଟା ଅଛି 350 ଟଙ୍କାରେ ଗୋଟେ ଗର୍ଭବତୀ ମହିଳା ଆମର ଏଠି ସେ କରିପାରିବେ। ସେଟା ଗଭର୍ଣ୍ଣମେଣ୍ଟ ସ୍କିମ୍ ଅଛି। ଆଉ ଏବେ ବି ଅନ୍ୟାନ୍ୟ ସ୍କିମ୍ ବି ଏନପାନେଲ୍ କରୁଛନ୍ତି, ଯେମିତି ଟିଭି ଉପରେ ଗୋଟେ ଆୱାରନେସ୍ ପ୍ରୋଗ୍ରାମ ଗୋଟେ ଚାଲିଛି, ଯୋଉଥିରେ ଚେଷ୍ଟ ଏକ୍ସରେ ମଧ୍ୟ ଆମେ ଏଠି ଡିଜିଟାଲ ଚେଷ୍ଟ ଏକ୍ସରେ ସେମାନେ ଏଠି କରିକି ଯାଇପାରିବେ, ଯୋଉଠୁ ଗଭର୍ଣ୍ଣମେଣ୍ଟ ଆମକୁ ତାର କମ୍ପନସେସନଟା ଦଉଛନ୍ତି। ତ ଦରରେ ଏମିତି କିଛି ଅସୁବିଧା ନାହିଁ, ସମସ୍ତେ ଏଇଟାକୁ ଏଫୋର୍ଡ କରିପାରିବେ ୟା ଦେହରେ ହେଲା। ଆଉ ସେଠି ଦର ପାଇଁ କିଛି ଅସୁବିଧା ନାହିଁ। ବ୍ରହ୍ମପୁରରୁ ଗୋଟେ ବିରାଟ ମେଡିକାଲ ଅଛି। ଦେଖନ୍ତୁ, ବ୍ୟବସାୟୀ ମୁଖ୍ୟ କାରଣ ନୁହଁ, ବ୍ୟବସାୟୀ ହେଉଛି ଗୋଟେ ସେକେଣ୍ଡାରୀ ରିଜନ ବୋଲି ଆମେ କହିପାରିବା। ଆଉ ମୋର ୟା ଭିତରେ ଅଭିଜ୍ଞତା 15 ବର୍ଷର ଅଛି। ମୁଁ ଆପୋଲୋରେ ବି କାମ କରିଛି, ତିରୁମଲା ସୁପର ସ୍ପେଶାଲିଟି ହସ୍ପିଟାଲରେ ମୁଁ କାମ କରି ଆସିଛି। ଆଉ ଲୋକମାନଙ୍କର କଣ ଦରକାର ଅଛି ହେଲା, ଯେମିତି ମୁଁ ପ୍ରଥମରେ କହିଲି ଯେ ଲୋକ ବ୍ରହ୍ମପୁର ଉପରେ ନିର୍ଭର ହଉଛନ୍ତି, ତ ବ୍ରହ୍ମପୁର ନ ଯାଇକି ଯଦି ବ୍ରହ୍ମପୁର ଭଳିଆ ସର୍ଭିସ କିମ୍ବା ବ୍ରହ୍ମପୁରଠୁ ଭଲ ସର୍ଭିସ ଯଦି ଆମେ ଏଠି ଦେଇପାରିବା, ତ ଲୋକ ବ୍ରହ୍ମପୁର ବି ଯିବା ଆବଶ୍ୟକ ନାହିଁ। କିଛି ପରିମାଣରେ ଆମେ ଏଇଠି ସେମାନଙ୍କୁ ସ୍ୱାସ୍ଥ୍ୟ ସେବାଟା ଆମେ ଦେଇପାରିବା। ଆମର ଏଇ ଅଞ୍ଚଳ ପାଇଁ ନୁହେଁ, ଆମ ସମଗ୍ର ଗଞ୍ଜାମ ପାଇଁ ଆମେ ଭାବୁଛୁ ଆମ ଏଇ ଜୀବନ ସୁରକ୍ଷା ଯେଉଁଠି ସେଣ୍ଟରଟି ଖୋଲିଛି, ସେ ଆମର 7 ହିଲ୍ସରେ ବି କୋଅପରେସନରେ ଆମର ଜଏଣ୍ଟ ଭେଞ୍ଚର ଇଏ ଚାଲିଛି। ଏଇ ଅଞ୍ଚଳର ଆଉ ଜିଲ୍ଲାର ପାଖାପାଖି ଅଞ୍ଚଳର ଯେଉଁ ଅଛନ୍ତି ଲୋକମାନେ, ତାଙ୍କର ପାଇଁ ଇଏ ଗୋଟେ ଜୀବନ ରକ୍ଷାର ସେଣ୍ଟର ହେବ ଆମେ ଆଶା କରୁଛେ। ଯେତେ ଆମର ଏଠି ଫାସିଲିଟି ଆମେ ବୁଲିକି ଦେଖିଲୁ, ସେମାନେ ଯେଉଁଟା କରିଛନ୍ତି ସବୁ ଗୁଡ଼ାକ ବି ଆମର ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ତରଫରୁ ଆମେ ତାକୁ ଭେରିଫାଏ କରିଛେ, ସାର୍ଟିଫିକେସନ୍ କରିଛେ। ଆଉ ଆମେ ଆଶା କରୁଛେ ଏଠି ବି ଡକ୍ଟର ଆଉ ସୁପର ସ୍ପେଶିଆଲିଷ୍ଟ ମାନେ ବି ଆସିବେ, ସ୍ପେଶିଆଲିଷ୍ଟ ମାନେ ଆସିବେ। ସେମାନେ ତାଙ୍କର ବିଭିନ୍ନ ଦିନରେ ବିଭିନ୍ନ ପ୍ରକାର ରୋଗର ଡାୟଗ୍ନୋସିସ୍ ଏଠି କରିବେ। ଆମେ ଆଶା କରିବା ଏଇ ସେଣ୍ଟରଟି ଭଲରେ ଚାଲୁ ଆଉ ଆମ ଅଞ୍ଚଳର ସମସ୍ତଙ୍କର ଲୋକଙ୍କର ସାହାଯ୍ୟରେ ଆସୁ, ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି କରୁ। ଯେଭଳି ଭାବେ ସରକାରଙ୍କ ନିର୍ଦ୍ଦେଶନାମା ବି ରହିଛି, ଯେଭଳି ଭାବେ ଡାୟଗ୍ନୋଷ୍ଟିକ୍ ସେଣ୍ଟର, ପିଏମ୍ଡିସି, ଅନ୍ୟାନ୍ୟ ଆକ୍ଟ ଅଛି, ତାକୁ ନେଇକି କ'ଣ ଜନ? ହଁ, ନିଶ୍ଚିତ ଭାବରେ ସେ ଆକ୍ଟ ଆଧାରରେ ଆମେ ଏଠି ଭେରିଫିକେସନ୍ କରିଛୁ, ତାଙ୍କୁ ସାର୍ଟିଫିକେସନ୍ କରିଛୁ। ତାପରେ ସେମାନେ ଯେଉଁ ଇନଷ୍ଟଲେସନ୍ କରିଛନ୍ତି ସବୁ ମେସିନାରୀ ଆସିଛି, ସେ ମେସିନାରୀ ବି ଭେରିଫିକେସନ୍ ହେଇଛି, ଇନଷ୍ଟଲେସନ୍ ହେଇଛି। ତାପରେ ବି ପୋଷ୍ଟ ଇନଷ୍ଟଲେସନ୍ ଭେରିଫିକେସନ୍ ହେବ। ତାପରେ ଆମେ ସମୟକୁ ସମୟ ବି ତାଙ୍କ ଏଇ ଅନୁଷ୍ଠାନକୁ ଆମର ଯେଉଁ ଅଧିକାରୀମାନେ ଅଛନ୍ତି, ସ୍ୱାସ୍ଥ୍ୟ ଅଧିକାରୀମାନେ, ବିଭିନ୍ନ ଅଧିକାରୀମାନେ ସେମାନେ ବି ଇନ୍ସପେକ୍ସନ୍ କରୁଛନ୍ତି, କରିବେ ବି ମଧ୍ୟ। ଆମେ ବି ୟାକୁ ନିରୀକ୍ଷଣ କରିବୁ, ଯେମିତି ଆମ ଲୋକମାନଙ୍କ ପାଖରେ ସୁବିଧାରେ ଆଉ ସଠିକ୍ ସେବା, ସ୍ୱାସ୍ଥ୍ୟ ସେବା ପହଞ୍ଚୁ। ଆମେ ଆଶା କରୁଛୁ ଇଏ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆମ ଗଞ୍ଜାମର ଲୋକମାନଙ୍କର ସାହାଯ୍ୟ ନିଶ୍ଚିତ କରିବ। ଥ୍ୟାଙ୍କ ୟୁ ସାର୍। ମୋ ନାଁ ହେଉଛି ଡକ୍ଟର ବି ସରଦିନୀ ମେଡ଼ିକାଲ ଗୋଟେ ଭଲ
ଇନଷ୍ଟିଟ୍ୟୁସନ୍ ଖୋଲିଲା ଗ୍ରାମାଞ୍ଚଳ ଲୋକ ବହୁତ ଉପକୃତ ହେବେ। ଏଠି ଅଲ୍ଟ୍ରାସାଉଣ୍ଡ ସହିତ ବିଭିନ୍ନ ଡାଇଗ୍ନୋଷ୍ଟିକ୍ ଟେଷ୍ଟ ବି ହେବ। ଓପିଡି ସର୍ଭିସ୍ ବି ରଖିଛନ୍ତି, ଯାହାଦ୍ୱାରା ଏ ଯେଉଁ ଗ୍ରାମାଞ୍ଚଳ ଲୋକ ଓପିଡି ବ୍ଲକ୍ ବହୁତ ଉପକୃତ ହେବେ। କ'ଣ ସବୁ ମେସିନାରୀ ଜିନିଷ ଅଛି ମ୍ୟାଡ଼ାମ୍? ଏଇଠି ଅଛି ଏକ୍ସରେ ମେସିନ୍ ଅଛି, ଅଲ୍ଟ୍ରାସାଉଣ୍ଡ ମେସିନ୍ ଅଛି, ଫିଜିଓଥେରାପି ଅଛି, ବିଭିନ୍ନ ଡାଇଗ୍ନୋଷ୍ଟିକ୍ ଟେଷ୍ଟ ପାଇଁ ଇନଷ୍ଟ୍ରୁମେଣ୍ଟ ଅଛି, ତାଛଡ଼ା ଓପିଡି ସର୍ଭିସ୍। ଆଚ୍ଛା, ଗର୍ଭବତୀ ମହିଳାମାନଙ୍କ ପାଇଁ କ'ଣ ସୁବିଧା ଅଛି? ଗର୍ଭବତୀ ମହିଳାମାନଙ୍କ ପାଇଁ ଏଠି ଅଲ୍ଟ୍ରାସାଉଣ୍ଡ ସୁବିଧା ରହିଛି, ତାଛଡ଼ା ଟେଷ୍ଟ ଯଦି ଚାହିଁବେ କରିପାରିବେ, ନହେଲେ ଆମର ସରକାର ତରଫରୁ ମହିଳା ଟେଷ୍ଟ ବି ଅଛି। ଆଉ ସରକାର ତରଫରୁ ଯେଉଁ ଗର୍ଭବତୀମାନଙ୍କର ଅତିକଥାରେ ଆମର ନିରୀକ୍ଷଣ ଯୋଜନା ଅଛି, ଗର୍ଭବତୀ ମହିଳାମାନଙ୍କ ପାଇଁ ଯେଉଁ ବିପିଏଲ୍ ମହିଳାମାନଙ୍କ ପାଇଁ 3ଟା ମାଗଣା ଅଲ୍ଟ୍ରାସାଉଣ୍ଡ ସର୍ଭିସ୍ ଦିଆହେଉଛି, ସେଇଟା ବି ଏଇଟା ଆମେ ଅନ୍ତର୍ଭୁକ୍ତ କରୁଛୁ।